ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ 18,50,000 ଟପିଲା ସଂଖ୍ୟା। ତ ଦେଖନ୍ତୁ ଯଦି ଆପଣମାନେ ଚାଷୀ ଅଛନ୍ତି ତାହେଲେ ପଞ୍ଜୀକରଣ କରିଛନ୍ତି ତ ବହୁତ ଖୁସି ଖବର। ଯୋଉମାନେ କରିନାହାନ୍ତି ଖୁବ୍ ଶୀଘ୍ର କରନ୍ତୁ ଯାହାକି ରେକର୍ଡ ଭାଙ୍ଗିଲା ପଞ୍ଜୀକରଣ। ତ ଦେଖନ୍ତୁ 18,50,000 ରେକର୍ଡ ଭାଙ୍ଗିଛି। କଣ ରହିଛି ଅପଡେଟ୍ ଭିଡିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଫୁଲ୍ ଷ୍ଟେପ୍ ବାଇ ଷ୍ଟେପ୍ ଜାଣିପାରିବେ। ତ ଦେଖନ୍ତୁ ସବୁ ରେକର୍ଡ ଭାଙ୍ଗିଲା ଚାଷୀ ପଞ୍ଜୀକରଣ ଗତ ବର୍ଷ ତୁଳନାରେ ଖରିଫ ରେକର୍ଡ ଭାଙ୍ଗିଲା ପଞ୍ଜୀକରଣ। ଗତ ବର୍ଷ ଯେତିକି ପଞ୍ଜୀକରଣ ହୋଇଥିଲା ଏ ବର୍ଷ ତାଠାରୁ ଢେର ଅଧିକ ପଞ୍ଜୀକରଣ ହୋଇଥିବା ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ବର୍ଷ 18,50,000 ଟପିଛି ଚାଷୀ ପଞ୍ଜୀକରଣ। ଆହୁରି 5 ଦିନ ଏହି ଚାଷୀ ପଞ୍ଜୀକରଣ ଚାଲିବ। ଏହା ସହ 20 ଲକ୍ଷ ପଞ୍ଜୀକରଣ କରିବା ସରକାରଙ୍କ ଲକ୍ଷ୍ୟ ରହିଛି। ଗତ ବର୍ଷ 17,63,822 ଜଣ ପଞ୍ଜୀକରଣ କରିଥିଲେ, କିନ୍ତୁ ଏ ବର୍ଷ ସେ ସଂଖ୍ୟା ବଢିଛି। ତ ଦେଖନ୍ତୁ ଯଦି ଆପଣମାନେ ପଞ୍ଜୀକରଣ କରିନାହାନ୍ତି ତାହେଲେ ଖୁବ୍ ଶୀଘ୍ର ଆପଣମାନେ ପଞ୍ଜୀକରଣ କରନ୍ତୁ।